ସାଇକୋଲୋଜି କହିଥାଏ 35ରୁ 45 ବର୍ଷର ମହିଳାମାନେ ଗେୟା ଖାଇବା ଆଗରୁ ପୁଅମାନଙ୍କ ଭିତରେ ଏହି 5ଟି ଜିନିଷ ଦେଖିଥାନ୍ତି। ତାହା ହେଉଛି ପ୍ରଥମତଃ ସେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଦେଖିଥାନ୍ତି, ଦ୍ୱିତୀୟରେ ଆପଣଙ୍କ ବଡି ଷ୍ଟାମିନାକୁ ପରଖିଥାନ୍ତି, ତୃତୀୟରେ ତାଙ୍କ ପ୍ରତି ଆପଣଙ୍କ ଭଲ ପାଇବାକୁ ଖୋଜିଥାନ୍ତି, ଚତୁର୍ଥରେ ସେକ୍ସ ପୂର୍ବରୁ ଆପଣ ତାଙ୍କ ସହ କେତେ ସମୟ ରୋମାନ୍ସ କରୁଛନ୍ତି ତାହା ଦେଖିଥାନ୍ତି, ପଞ୍ଚମରେ ଆପଣ ତାଙ୍କୁ ପୁରାପୁରି ସନ୍ତୁଷ୍ଟ କରିପାରୁଛନ୍ତି କି ନା ଦେଖିଥାନ୍ତି। କେଉଁ ବୟସର ମହିଳାମାନେ ଗିଆ ଖାଉଥିବା ସମୟରେ ବିଲକୁଲ ବି ଚିଲ୍ଲାନ୍ତି ନାହିଁ? ଏହାର ଉତ୍ତର ହେଉଛି 35ରୁ 50 ବର୍ଷର ମହିଳାମାନେ ବିଲକୁଲ ବି ଚିଲ୍ଲାନ୍ତି ନାହିଁ। ଖୋଲା ଜାଗାରେ ସମ୍ଭୋଗ କରିବା ଦ୍ୱାରା କେଉଁ କ୍ଷତି ହୋଇଥାଏ? ଏହାର ଉତ୍ତର ହେଉଛି କେହି ଦେଖିନେବାର ଡର ରହୁଥିବା କାରଣ ପାଇଁ ପୂର୍ଣ୍ଣ ସନ୍ତୁଷ୍ଟି ମିଳିପାରିନଥାଏ। ସାଇକୋଲୋଜି କହିଥାଏ ଯେଉଁ ମହିଳା ଗିଆ ଖାଇବାର ସଙ୍ଗେ ସଙ୍ଗେ ପରିସ୍ରା କରିବାକୁ ଚାଲି ଯାଇଥାଏ ତେବେ ସେହି ମହିଳା କେବେ ବି କୌଣସି ଯୋନି ସଂକ୍ରମଣର ଶିକାର ହୋଇନଥାଏ। କେଉଁଭଳି ଭାବରେ ହଲାଇବା ଦ୍ୱାରା ପୁରୁଷର ବାଣ୍ଡଟି ମୋଟା ଓ ଲମ୍ବା ହୋଇଥାଏ? ଏହାର ଉତ୍ତର ହେଉଛି ଠିଆ ଠିଆ ହୋଇ ହଲାଇବା ଦ୍ୱାରା ଲମ୍ବା ଓ ମୋଟା ହୋଇଥାଏ। ସାଇକୋଲୋଜି କହିଥାଏ ଦୁନିଆର 30% ପୁରୁଷମାନଙ୍କର ଶୀଘ୍ର ପତନ ବହୁତ କମ୍ ସମୟ ମଧ୍ୟରେ ହୋଇଯାଇଥାଏ। ଏହାର ମୁଖ୍ୟ କାରଣ ହେଉଛି ଚିନ୍ତା, ଯୌନ ଶୋଷଣ ଓ ନକାରାତ୍ମକ ଭିଡ଼ିଓ ଦେଖିବା ପାଇଁ ହୋଇଥାଏ। ମହିଳାମାନେ କେତେବେଳେ ଗାଧୋଇବାକୁ ଜମାରୁ ପସନ୍ଦ କରନ୍ତି ନାହିଁ? ଏହାର ଉତ୍ତର ହେଉଛି ଯେତେବେଳେ ତାଙ୍କୁ ଅଧିକ ଥଣ୍ଡା ଲାଗିଥାଏ।